सो ए डॉक्यूमेंट बर्तमान देखा होची ना देखा होनी गोटे डॉक्यूमेंट मु शेयर करছি हॉट डॉक्यूमेंट आज्ञा हाँ सर। डिटॉक्सिफिकेशन का लिखा है। देखा होची तो डिटॉक्सिफिकेशन फिक्स है ना। नहीं नहीं सेटा एटा बर्तमान ये कर देली देखा हला आज्ञा सर। देखा होची तो हाँ ठीक अछि सो बर्तमान आमे सेटा बर्तमान एटा डिस्कशन करबा जे डिटॉक्सिफिकेशन हमर केते प्रकार पाठ करो पाठ तो गोटे आसीबा आपनकर पूरा लेखाटा आसो फिजिकल करो। फिजिकल लेवल हमको डिटॉक्स करियार अछि सो म्यूट कर दियंतु जोटी साउंड होची बैकग्राउंड साउंड होची टिके म्यूट कर दियंतु सो डिटॉक्सिफिकेशन प्रथम आसला आमर फिजिकल बुझी पारले सो फिजिकल लेवल ले हमको डिटॉक्स करिया पे पड़िबो सो केमिति करिया फिजिकल लेवल डिटॉक्स हम केमिति करिवा फिजिकल लेवल डिटॉक्सिफिकेशन आपण किछिटा डिटॉक्सिफिकेशन प्रोग्राम रे किछिटा जानि छथि बट दैट इज नॉट सफिशिएंट बुझी पारले कि तो ताकू केमिति आमे करिवा ना फिजिकल लेवल आमे किछिटा थेरापी करेलु जोटा आपन फिजिकल डिटॉक्स करेवा जेमति एनिमा थेरापी करेलु स्टीम बाथ करेलु सेटा फिजिकल लेवल डिटॉक्सिफिकेशन बट मेजर इंपोर्टेंट होची जे आमे फाइव एलिमेंट जोटा जोटा हमर फाइव एलिमेंट अछि फाइव एलिमेंट डिटॉक्स करेवा ठीक है फाइव एलिमेंट्स डिटॉक्स आमे करेवा केमति करेवा फाइव एलिमेंट डिटॉक्स केमति करेवा हमर फाइव एलिमेंट्स कौन कौन अछि ना हमर प्रथम जिंस आसिला जे हमर जो अर्थ एलिमेंट अछि अर्थ एलिमेंट तापर वाटर तापर एयर देन फायर देन फाइनल इज आकाश और यूनिवर्स एलिमेंट पांचटा एलिमेंट अछि सो पांचटा एलिमेंट रो हमको आम बॉडी रो जो कंपोनेंट अछि से पांचटा एलिमेंट ही आम बॉडी रो ही कंपोनेंट हाँ सर एयर पंचभूतर आम बॉडीटा पंचभूतर तयारी ହେଇଛି ଯେତେବେଳେ ଆମେ ୱିଲ୍ ଡାଏ ଦେନ୍ ଆମ ବଡିଟା ପଞ୍ଚଭୂତରେ ମିଶିଯିବ ପଞ୍ଚଭୂତରେ ଆମ ବଡିଟା ମିଶିଯିବ ତ ସେଥିପାଇଁ ଆମ ଭିତରେ ଯୋଉ ପାଞ୍ଚଟା ଏଲିମେଣ୍ଟ ଅଛି ସେ ପାଞ୍ଚଟା ଏଲିମେଣ୍ଟର ବାଲାନ୍ସଟା ହେଉଛି ଫିଜିକାଲ ଡିଟକ୍ସିଫିକେସନ ସୋ କେମିତି କରିବା ପ୍ରଥମ ଯେତେବେଳେ ଆସିବା ଆର୍ଥ ଏଲିମେଣ୍ଟଟାକୁ ଆମକୁ ବାଲାନ୍ସ କରିବା ପାଇଁ ପଡ଼ିବ ସୋ ଆର୍ଥ ଏଲିମେଣ୍ଟ ବାଲାନ୍ସ କରିବା ପାଇଁ ହେଲେ ପ୍ରଥମେ ଆମକୁ କ'ଣ କରିବା ପାଇଁ ପଡ଼ିବ ନା ଯୋଉଟାକି ଖାଲି ପାଦରେ ଚାଲିବା ଜିରୋ ଭୋଲ୍ଟ ଥେରାପି ଯୋଉଟାକୁ କୁହାଯାଏ जीरो वोल्ट थेरापी सो जीरो वोल्ट थेरापी माने आमे खाली पादरे अर्थ सहित निजको कनेक्ट करवा एवं ସେଥିରେ କ'ଣ ହବ ନା ଆମ ବଡିରେ ଯୋଉ ଭୋଲ୍ଟେଜ ଅଛି ସେ ଭୋଲ୍ଟେଜଟା ଜିରୋ ହେଇଯିବ ଆର୍ଥିଂ ହେଇଯିବ ବଡିଟା ତ ସେଥିପାଇଁ ଆଗରୁ ମଧ୍ୟ ୟାର ଟ୍ରିଟମେଣ୍ଟ ଥିଲା ଯେ ଲୋକମାନଙ୍କୁ ବିଶେଷ କରି ଆଗରୁ ଯେତେବେଳେ ଆପଣଙ୍କର ଯେଉଁମାନେ ଖାଲି ପାଦରେ କାମ କରନ୍ତି ଯେଉଁ ଚାଷ କାମ କରନ୍ତି ବା ବାଡ଼ି କାମ କରନ୍ତି ତାଙ୍କର ରୋଗ କମ୍ କାହିଁକିନା ତାଙ୍କର ସବୁବେଳେ ଭୋଲ୍ଟେଜ ଜିରୋ ରହେ ତାଙ୍କର ଷ୍ଟ୍ରେସ୍ କମ୍ ରହେ ତାଙ୍କର ବାଲାନ୍ସ କମ୍ ରହେ ବଡିର ବାଲାନ୍ସ ଅଧିକ ରହେ ସୋ ଦ୍ୟାଟ୍ ଇଜ୍ କଲ୍ଡ ଜିରୋ ଭୋଲ୍ଟ ଥେରାପି ବା କନେକ୍ଟ ୱିଥ୍ ଆର୍ଥ ତ ସବୁଦିନ ଆମେ 15ରୁ 20 ମିନିଟ୍ ଆର୍ଥ ସହିତ କନେକ୍ଟ ହେଇକି ରହିବା ଖାଲି ପାଦରେ ଚାଲିବା ଏବଂ ଆପଣ ଚାଲିଲେ ତାକୁ ଜାଣିପାରିବେ ଆପଣ ତା ଡିଫରେନ୍ସଟା ସେଟା ହେଉଛି ଆମର ଆର୍ଥ ଏଲିମେଣ୍ଟ ବାଲାନ୍ସ ହେଲା ଦେନ୍ ୱାଟର ଏଲିମେଣ୍ଟ ବହୁତ ହି ଇମ୍ପୋର୍ଟାଣ୍ଟ ଏଲିମେଣ୍ଟ କାହିଁକି ନା ଆମ ବଡିର 60% ମୋର ଦେନ୍ 60% ହେଉଛି ୱାଟର ଏବଂ ୟୁନିଭର୍ସରେ ମଧ୍ୟ ଆମର ଯେଉଁ ଆର୍ଥରେ ମଧ୍ୟ ଟୋଟାଲ ଆର୍ଥରେ ମଧ୍ୟ ମୋର ଦେନ୍ 60% ହେଉଛି ୱାଟର ସୋ ଆୱାର ବଡି ଇଜ୍ ଏ ଟିପିକାଲ ରିପ୍ରେଜେଣ୍ଟେଟିଭ ଅଫ୍ ଦ ୟୁନିଭର୍ସ ଆମ ବଡିଟା ପୁରା ୟୁନିଭର୍ସର ଗୋଟେ ରିପ୍ରେଜେଣ୍ଟେଟିଭ ତ ଯାହା କହନ୍ତିନି ଯେଉଁ ଯାହା ଅଛି ପିଣ୍ଡେ ତାହା ଅଛି ବ୍ରହ୍ମାଣ୍ଡେ ଅର୍ଥାତ୍ ଆମ ବଡି ଭିତରେ ହିଁ ସବୁ ଜିନିଷ ଅଛି ଏବଂ ବ୍ରହ୍ମାଣ୍ଡରେ ମଧ୍ୟ ସେଇ ଜିନିଷ ଅଛି ଯେତେବେଳେ ଆମେ ସ୍ପିରିଚୁଆଲ ପ୍ରୋସେସରେ ଯେଉଁମାନେ ଯାଆନ୍ତି ସେମାନେ ଯେତେବେଳେ ନିଜେ ରିଏଲାଇଜେସନ କରନ୍ତି ସେମାନେ ଦେଖନ୍ତି ଯେ ବିଶ୍ୱ ବ୍ରହ୍ମାଣ୍ଡଟା ତାଙ୍କ ନିଜ ଭିତରେ ହିଁ ଅଛି ତ ସେଥିପାଇଁ ୱାଟର ଏଲିମେଣ୍ଟ ବାଲାନ୍ସ ବହୁତ ଜରୁରୀ ଏବଂ ୱାଟର ଏଲିମେଣ୍ଟ ବାଲାନ୍ସ କେମିତି କରିବେ ନା ପ୍ରଥମେ ହେଉଛି ଆମକୁ ସଫିସିଏଣ୍ଟ ୱାଟର
ପାଣି ପିଇବା ପାଇଁ ପଡ଼ିବ। ସଫିସିଏଣ୍ଟ ପାଣି ଆମକୁ ପିଇବା ପାଇଁ ପଡ଼ିବ। ଆମେ ବହୁତ ସମୟରେ ଆମର ବଡି ଡିହାଇଡ୍ରେଟେଡ୍ ହେଇଯାଏ। ଆମେ ସମସ୍ତେ ଯେଉଁ କାମ କରୁ ତା ଭିତରେ ଭୁଲି ଯାଉ ପାଣି ପିଇବା ଜରୁରୀ ବୋଲି। ଏବଂ ୱାଟରଟା ଗୋଟେ ସବୁଠୁ ବଡ଼ ଡିଟକ୍ସ ମେଡିସିନ ଅଲସୋ। ଆପଣଙ୍କର ବଡିରେ ଯାହା ବି କିଛି ହଉ ଆପଣ ଇମିଡିଏଟ୍ ପାଣି ପିଇଦେବେ, ଆପଣଙ୍କର ପେନ୍ କମିଯିବ। ବହୁତ ସମୟରେ ଆମେ ମଧ୍ୟ ସେଇଟା ଦେଖିଛୁ। ମନେକର ଗୋଟେ କ୍ରୋନିକ୍ ଆମେ ଗୋଟେ ବହୁତ ଜର୍ଣ୍ଣି କରିଛୁ, ଷ୍ଟ୍ରେସ୍ରେ ଅଛୁ, ହଠାତ୍ କିନା ଘରେ ଆସି 1 ଲିଟର ପାଣି ପୁରା ପିଇଦେବେ, ଦେଖିବେ ହଠାତ୍ କିନା ଆପଣଙ୍କ ବଡି ଟିକେ ରିଲାକ୍ସ ଲାଗିବ, ବଡି ରିଲାକ୍ସ ଲାଗିବ। ତ ସେଥିପାଇଁ ପାଣି ଆପଣଙ୍କୁ ସଫିସିଏଣ୍ଟ ପିଇବା ଦରକାର। ଆଉ ଯଦି ଆପଣଙ୍କର କନଷ୍ଟିପେସନ୍ ଇସ୍ୟୁ ବି ରହୁଛି ତାହେଲେ ଆପଣ ସକାଳୁ ସକାଳୁ ଉଷୁମ ପାଣି ମଧ୍ୟ ପିଇପାରିବେ। ସକାଳୁ ସକାଳୁ ଉଷୁମ ପାଣି ପିଇଲେ ସେଇଟା ମଧ୍ୟ ଆପଣଙ୍କ କନଷ୍ଟିପେସନ୍ ପ୍ରୋବ୍ଲେମ୍ ସର୍ଟ ଆଉଟ୍ କରିବ, ସଲ୍ଭ କରିବ। ଏବଂ ତାପରେ ଆସିଲା ଯେ ଆମକୁ ମଧ୍ୟ ଆମର ମଧ୍ୟ ଆଗରୁ ଆପଣମାନେ ଜାଣିଥିବେ ଯେ ଯେଉଁମାନେ ଗାଧାନ୍ତି ସେମାନେ ପୋଖରୀରେ सर मिनिमम केते लीटर पीवा ମିନିମମ୍ ଆପଣଙ୍କର 4 ରୁ 5 ଲିଟର 4 सर ଟୁ 5 ଲିଟର ଆପଣ ପାଣି ପିଇବେ। ଏବଂ ତା ପାଇଁ କିଛି ଡାଏଟ୍ ଟାଇମ ହିସାବରେ ଅଛି ମନେ କରନ୍ତୁ ତା ପାଇଁ ଆପଣ ଶୁଣନ୍ତୁ, ମନେ କରନ୍ତୁ ଆପଣ ଡିଟକ୍ସ ଜୁସ୍ ନେଲେ, ଗ୍ରୀନ୍ ଜୁସ୍ ନେଲେ, ତ ସେଇ ଅନୁସାରେ ଆପଣଙ୍କର ସେପଟୁ ୱାଟରଟା କମି କମି ଯିବ। सर ତା ପାଇଁ ବୁଝିଲେ? ଏମିତି କିଛି ଟାଇମ ଅଛି 2 ଘଣ୍ଟା ଅନ୍ତରରେ ନା ଧର ନାଇଁ ସକାଳେ ନାଇଁ ମୁଁ ନାଇଁ ନାଇଁ ପିଇଦେଲି ସେମିତି କିଛି ନାହିଁ। ଆପଣ ଓଭରଅଲ୍ ହିସାବ ରଖିବେ ଯେ ମୋତେ ପାଣି ଯେତେବେଳେ ବି ମୁଁ ନେଉଛି ଏକାବେଳେ ହେଭି ଆମାଉଣ୍ଟର ନେଇଯିବି, କାହିଁକିନା ଆପଣଙ୍କ ପାଖରେ ଟାଇମ୍ ନାହିଁ। सर ଆମେ ବହୁତ ସମୟରେ ଭୁଲି ଯାଉ ପାଣି ପିଇବାଟାକୁ ନା। ତ सर ସେଥିପାଇଁ ଆମେ ଯେତେବେଳେ ବି ପାଣି ପିଇବା, ଯେଉଁ ସମୟରେ ପିଇବା ସେତେବେଳେ ହେଭି ପାଣି ପିଇଦେବା। ଏବଂ सर ୱାଟରଟା ସବୁଠୁ ବଡ଼ ଡିଟକ୍ସ ମେଡିସିନ ଅଲସୋ। ଯେତେ ଆପଣ ସଫିସିଏଣ୍ଟ ୱାଟର ନେବେ ସେ ବଡି ପୁରା କ୍ଲିନ୍ କରେ, କାହିଁକିନା ଆପଣଙ୍କର ଇଚ୍ ଆଣ୍ଡ ଏଭ୍ରି ସେଲ୍ରେ ୱାଟର ଅଛି। ଯେତେ ୱାଟର ଆପଣ ପିଇବେ, ଦ ନ୍ୟୁ ୱାଟର ୱିଲ୍ ରିମୁଭ୍ ଦ ୱେଷ୍ଟ ୱାଟର। ଏବଂ ଆମର ଯେଉଁ ଡିଟକ୍ସ ଚ୍ୟାନେଲ ଗୁଡ଼ା ଅଛି, ଯେଉଁଟା ୟୁରିନ୍ ମଧ୍ୟ ଗୋଟେ ଡିଟକ୍ସ ଚ୍ୟାନେଲ। ସୋ ମୋର ୟୁରିନ୍ ପ୍ରଡକ୍ସନ୍ ହେଉଛି ମାନେ ଆପଣଙ୍କ ବଡିରେ ଡିଟକ୍ସ ହେଉଛି, ଅଧିକ ୱେଷ୍ଟ ପ୍ରଡକ୍ଟ ଆପଣଙ୍କର ବଡିରୁ ପଳେଇ ଯାଉଛି। ତ ସେଥିପାଇଁ ପାଣି ପିଇବା ପାଇଁ ପଡ଼ିବ। ଏବଂ ତା ସହିତ ଆପଣଙ୍କୁ ଯେଉଁଟା ଗାଧୋଇବା ଜିନିଷ ଯେଉଁଟା ସେଇଟା କହୁଛନ୍ତି, ଯେମିତି ଆପଣଙ୍କ ସୁଇମିଂ ପୁଲରେ ରହିଲେ ଆପଣଙ୍କୁ ଭଲ ଲାଗେ ବା ପୋଖରୀରେ ଗାଧୋଇଲେ ଭଲ ଲାଗେ, କାହିଁକି ନା ଆମ ବଡିରେ ଗୋଟେ ବାଲାନ୍ସ ଆସିଯାଏ। ପୋଖରୀରେ ଗାଧୋଇଲେ ବା ଯେଉଁ ସୁଇମିଂ ପୁଲରେ ଗାଧୋଇଲେ ବା ଗୋଟେ ୱାଟର ଟବ୍ରେ ଗାଧୋଇଲେ ବଡିରେ ଗୋଟେ ଅଧିକ ବାଲାନ୍ସ ଆସିଯାଏ। ବା ନର୍ମାଲି ସେଥିପାଇଁ କୁହାଯାଏ ଯେ 2 ଥର ଗାଧୋଇଲେ ମଧ୍ୟ ଆପଣ ମନେକର ସକାଳୁ ଥରେ ସନ୍ଧ୍ୟାବେଳେ ଯଦି ଗାଧୋଉଛନ୍ତି, ସେଥିରେ ମଧ୍ୟ ଆପଣଙ୍କର ୱାଟର ଏଲିମେଣ୍ଟଟା ବାଲାନ୍ସ ଆସିଯିବ। ଯଦି ଘରେ ଆପଣ ନର୍ମାଲ ସାୱାରରେ ମଧ୍ୟ ଗାଧୋଉଛନ୍ତି, ତାହେଲେ 2 ଥର ଯଦି ଗାଧୋଉଛନ୍ତି ତାହେଲେ ମଧ୍ୟ ଆପଣଙ୍କର ୱାଟର ଏଲିମେଣ୍ଟଟା ବାଲାନ୍ସ ଆସିଯିବ। ଥଣ୍ଡା ପାଣି ନା ୱାର୍ମ ୱାଟର ନା ଆପଣ ଥଣ୍ଡା ପାଣିରେ ଗାଧାନ୍ତୁ। ଥଣ୍ଡା ପାଣିରେ ଯେଉଁଠି ଆପଣ ଯଦି ଟଏଲେଟ୍ କରିପାରୁଛନ୍ତି, ଟଏଲେଟ୍ ଯଦି କରିପାରୁଛନ୍ତି ଥଣ୍ଡା ପାଣି, ଯଦି ଟଏଲେଟ୍ କରିପାରୁନାହାନ୍ତି ଦେନ୍ ୟୁ କ୍ୟାନ୍ ଗୋ ଫର୍ ୱାର୍ମ ୱାଟର। ବଟ୍ ନର୍ମାଲି ଥଣ୍ଡା ପାଣିଟାରେ ଆପଣଙ୍କର ବାଲାନ୍ସ ଅଧିକ ଆସେ। ବଟ୍ ସେଇଟା ଡିପେଣ୍ଡ କରୁଛି ଗରମ ନା ଖରା, ସେ ଅନୁସାରେ କଥା। କାହିଁକିନା ଥଣ୍ଡା ପାଣି ଆପଣଙ୍କ ଭେଷ କନଷ୍ଟ୍ରିକ୍ସନ୍ କରିବ, ୱାର୍ମ ୱାଟରଟା ଭେଷ ଡାଇଲିଟେସନ୍ କରାଇବ। ତ ଶୀତ ଦିନେ ୱାର୍ମ ୱାଟର ଠିକ୍ ଅଛି, ଗରମ ଦିନେ ଥଣ୍ଡା ପାଣି ଠିକ୍ ଅଛି। सर सर ଏବଂ ତାପରେ ଆସିଲା ଆମର ଯେଉଁ ଏୟାର ଗଲା, ନା ସରି ଆମର ଆର୍ଥ ଏଲିମେଣ୍ଟ ଗଲା। ଆର୍ଥ ଏଲିମେଣ୍ଟ ବାଲାନ୍ସରେ ମଧ୍ୟ ଆମର ଯେଉଁ ମୋଡ୍ ବାଥ୍ କରାଯାଏ ସେଟା ମଧ୍ୟ ଆର୍ଥ ଏଲିମେଣ୍ଟର ବାଲାନ୍ସ କରାଯାଏ। ନର୍ମାଲି ମାଟିକୁ ଯେଉଁ ଦେହର ମଧ୍ୟ ଆମେ ଯେତେ ପୁରା ଘଷି ହେବା ଏବଂ କିଛି ସମୟ ପରେ ତାକୁ ଛାଡ଼ି ଦେଇକି ଶୁଖିବା ଏବଂ ତାପରେ ରହିବା, ତାହେଲେ ସେଟା ମଧ୍ୟ ଆପଣଙ୍କର ଆର୍ଥ ଏଲିମେଣ୍ଟଟାକୁ ବାଲାନ୍ସ କରିବ। ଆଉ ବିଶେଷ କରି ଆମର ଯେଉଁ ବାୟୁ ଗୁଡ଼ା ଅଛି, ଯେଉଁ ପଞ୍ଚବାୟୁ ଅଛି, ସେ ପଞ୍ଚବାୟୁର ବାଲାନ୍ସ ମଧ୍ୟ ମୋଡ୍ ଥେରାପିର ହୁଏ। ଏବଂ ତାପରେ ଆସିଲା ଫାୟାର ଏଲିମେଣ୍ଟ। ଫାୟାର ଏଲିମେଣ୍ଟ ବାଲାନ୍ସଟା ନର୍ମାଲି ଆପଣ ଯେତେବେଳେ ବି ଠାକୁର ଘର ଯାଉଛନ୍ତି ବା ଆପଣଙ୍କ ନର୍ମାଲି ଯେଉଁଠି ବି ଗୋଟେ କିଛି ସମୟ ପାଇଁ ବସୁଛନ୍ତି ମେଡ଼ିଟେସନରେ, ସେଠି ଦୀପଟେ ଜଳାଇବେ। ଗୋଟେ ଦୀପ ଜଳାଇଲେ ସେଥିରେ ଆପଣଙ୍କର ଫାୟାର ଏଲିମେଣ୍ଟ ବାଲାନ୍ସ ହେଇଯିବ। ଏବଂ ନର୍ମାଲି ଯଦି ଆପଣ ଫାୟାର ଏଲିମେଣ୍ଟ ବାଲାନ୍ସ କରିପାରୁନାହାନ୍ତି, ତାହେଲେ ମାସରେ ଥରେ ବା 15 ଦିନରେ ଥରେ ଗୋଟେ ଯଜ୍ଞ କରନ୍ତୁ। ଆମର ଯେଉଁ ଆଗରୁ ଯଜ୍ଞ ବ୍ୟବସ୍ଥା ଥିଲା, ଆପଣ ଯଦି ଦେଖିବେ ଆମର ଋଷି ଯୁଗରେ ଯେଉଁ ପିଲାମାନଙ୍କୁ ପାଠ ପଢ଼ାଯାଏ, ସେଠି ସବୁଦିନ ଯଜ୍ଞ କରାଯାଏ। ଯଜ୍ଞ କରାଇବାର ଉଦ୍ଦେଶ୍ୟ ହେଉଛି ଆମ ଭିତର ଫାୟାର ଏଲିମେଣ୍ଟକୁ ବାଲାନ୍ସ କରିବା। କିଛି ନାହିଁ, ଆପଣ କିଛି ମାନେ ମନ୍ତ୍ର ମନ୍ତ୍ର ପଢ଼ିବା ଦରକାର ନାହିଁ। ଜଷ୍ଟ 2ଟା କାଠ ଆଣିବେ, ତାକୁ ଗୋଟେ ଘିଅ ଟିକେ ପକେଇକି ନିଆଁଟେ ଲଗାଇବେ। ଏବଂ ଯେଉଁଟାକି ଆମର ପ୍ରଥମେ ଯେତେବେଳେ ଆମର ପ୍ରୋଗ୍ରାମ ଷ୍ଟାର୍ଟ ହେଉଥିଲା, ଆମେ ମଧ୍ୟ ସେ ଯଜ୍ଞ ଟ୍ରିଟମେଣ୍ଟଟା ରଖିଥିଲୁ। ଏବେ ମଧ୍ୟ ଆମେ ସେଟାକୁ ଧୀରେ ଧୀରେ ଇମ୍ପ୍ଲିମେଣ୍ଟ କରିବୁ
ଯେ ଯଜ୍ଞଟା ଆଜ୍ଞା ଗୋଟେ ପାର୍ଟ ଅଫ୍ ଦ ଟ୍ରିଟମେଣ୍ଟ। ଆପଣ ଗୋଟେ ନିଆଁ ପାଖରେ ଯେତେବେଳେ ଅଧିକ ସମୟ ବସିବେ ୟୁ ୱିଲ୍ ଫିଲ୍ ବେଟର, କାହିଁକି ନା ଆପଣଙ୍କ ଭିତରେ ଫାୟାର ଏଲିମେଣ୍ଟଟା ବାଲାନ୍ସ ହେଇଯାଏ। ଆପଣ ଯେକୌଣସି ଜାଗାରେ ପୂଜା ହେଉଛି, ଯେଉଁ ଶିବଙ୍କ ମନ୍ଦିରରେ ଯେଉଁଠି ଯଜ୍ଞ ହେଉଛି ବା ଆପଣଙ୍କର ଯେଉଁଠି ଗ୍ରହ ଶାନ୍ତି ଯଜ୍ଞ ମଧ୍ୟ ସବୁ ଗାଁ ଗାଁରେ କରନ୍ତି, ଆପଣ ସେଠି 10 ମିନିଟ୍ ଯାଇକି ବସନ୍ତୁ, ଦେଖିବେ ୟୁ ଫିଲ୍ ଦ ଡିଫରେନ୍ସ, କାହିଁକି ନା ଆପଣଙ୍କର ଫାୟାର ଏଲିମେଣ୍ଟଟା ବାଲାନ୍ସ ଆସିଗଲା। ଏବଂ ଘରେ ସେଟା କେମିତି କରିବେ ନା ଗୋଟେ ଦୀପ ପାଖରେ ବସିବେ। ୟୁ ଜଷ୍ଟ ଗୋଟେ ଆମର ଯେଉଁ ରାଶି ତେଲ ବା ଆପଣଙ୍କର ଖସା ତେଲ, ସେଥିରେ ଆପଣ ଦୀପଟେ ଜଳାଇବେ ଏବଂ ସେ ବା ଘିଅରେ ଦୀପଟେ ଜଳାଇବେ ଏବଂ ସେଥିରେ 10 ମିନିଟ୍ ତା ସାମ୍ନାରେ ବସିବେ। ସେଥିରେ ଆପଣଙ୍କର ଫାୟାର ଏଲିମେଣ୍ଟର ବାଲାନ୍ସ ଆସିଯିବ। ସାର୍, କିନ୍ତୁ ଦୀପ ଅପେକ୍ଷା ମୁଁ ଭାବୁଛି ଯଜ୍ଞ କଲେ ଯଜ୍ଞ କୁଣ୍ଡରେ ଯଦି ଆମେ ଗାୟତ୍ରୀ ମନ୍ତ୍ର ବା କିଛିରେ ଯଦି ଆମେ ଆହୁତି କରିବା ତାହେଲେ ସେଟା ବେଶୀ ଇଫେକ୍ଟିଭ ହବ। ସେଟା ତ ଡେଫିନେଟଲି ବେଶୀ ଇଫେକ୍ଟ ହେବ। ଆପଣ ଯେକୌଣସି ମନ୍ତ୍ରରେ 108 ଥର ଆପଣ ଆହୁତି ହଁ ଦେବେ, ତ ସେଥିରେ ଆପଣ ଓଁ ନମ ଶିବାରେ ଆହୁତି ଦେଇପାରିବେ, ଗାୟତ୍ରୀ ମନ୍ତ୍ରରେ ଆହୁତି ଦେଇପାରିବେ। ଯେକୌଣସି ଆଜ୍ଞା ମନ୍ତ୍ର, ଯେକୌଣସି ଜିନିଷ ଯୋଉଟା ଆପଣ ଜାଣିଛନ୍ତି ବା କିଛି ନ କଲେ ମଧ୍ୟ ୟୁ ୱିଲ୍ ଫିଲ୍ ବେଟର। କିଛି ଦରକାର ନାହିଁ, ଆପଣ ଆଜ୍ଞା ଖାଲି ବସିବେ ଏବଂ ସେ ଅଗ୍ନିଟାକୁ ଲକ୍ଷ୍ୟ ରଖିବେ। ଆଜ୍ଞା ହେଲେ ଆପଣଙ୍କର ଫାୟାର ଏଲିମେଣ୍ଟ ବାଲାନ୍ସ ହେଇଯିବ। ଫାୟାର ଏଲିମେଣ୍ଟ ବାଲାନ୍ସ ହେବାର ମାନେ କାହିଁକି ଜରୁରୀ ନା ଆମ ଭିତରେ ଯେଉଁ ସବୁ କାମ, କ୍ରୋଧ, ଏଗୁଡ଼ା ସବୁ ଯେଉଁ ଲୋଭ ଅଛି, ଏ ସବୁର ମୂଳ କାରଣ ହେଉଛି ଫାୟାର ଏଲିମେଣ୍ଟ। ଫାୟାର ଏଲିମେଣ୍ଟ ଇମ୍ବାଲାନ୍ସ ହେଇଗଲେ ଆମର କାମ ବଢ଼ିଯିବ, କ୍ରୋଧ ବଢ଼ିଯିବ, ଆମର ଲୋଭ ବଢ଼ିଯିବ, ମୋହ ବଢ଼ିଯିବ। ତେଣୁ ଆମର ଯେଉଁ ଷଡ଼ ରିପୁ ଯେଉଁଟାକୁ ଆମକୁ ସବୁବେଳେ ଆମକୁ କ'ଣ କି ଡିଷ୍ଟର୍ବ କରୁଛି, ଆମ ମାଇଣ୍ଡକୁ ଡିଷ୍ଟର୍ବ କରୁଛି, ଆମ ମାଇଣ୍ଡର କାମନେସ୍ ରହୁନି, ଆମ ଭିତରେ ଈର୍ଷା ଆସୁଛି, ଜେଲସି ଆସୁଛି। ତେଣୁ ଏଇସବୁ ଜିନିଷ ବାଲାନ୍ସ କେତେବେଳେ ଆସିବ ନା ଫାୟାର ଏଲିମେଣ୍ଟଟା ବାଲାନ୍ସ ହେବ। ଏବଂ ଫାୟାର ଏଲିମେଣ୍ଟ କେତେବେଳେ ବାଲାନ୍ସ ହେବ ନା ଯେତେ ଆମେ ବାହାରେ ମାନେ ମେଡିଟେସନ କରୁ, ଇଏ କରୁ, ଯେ ଆମେ ଗୋଟେ ଦୀପ ପାଖରେ ବସିନୁ ବା ଯଜ୍ଞ ପାଖରେ ବସିନୁ, ଆମର ଫାୟାର ଏଲିମେଣ୍ଟ ବାଲାନ୍ସ ଆସିବନି। ତ ସେଥିପାଇଁ ଯେଉଁ ପଞ୍ଚଭୂତ ଥେରାପିରେ ମଧ୍ୟ ଆପଣ ଗୋଟେ ଦୀପ ଜଳାଇବେ ଏବଂ ସେଠି 10 ରୁ 15 ମିନିଟ୍ ବସିବେ। ହେଲା କି ଗୋଟେ ଲ୍ୟାମ୍ପ ଜଳାଇବେ ଏବଂ ଲ୍ୟାମ୍ପରେ 10-15 ମିନିଟ୍ ନିହାତି ବସିବେ। ତ ଆର୍ଥ ଏଲିମେଣ୍ଟ, ୱାଟର ଏଲିମେଣ୍ଟ, ଫାୟାର ଏଲିମେଣ୍ଟ ତାକୁ ବାଲାନ୍ସ ହେଇଗଲା। ଏବଂ ତାପରେ ଆସିଲା ଆମର ଏୟାର ଏଲିମେଣ୍ଟ। ଏୟାର ଏଲିମେଣ୍ଟ ବାଲାନ୍ସ ପାଇଁ ଆମକୁ ବହୁତ ଜରୁରୀ ପ୍ରାଣାୟାମ ବା ସବୁବେଳେ ଡିପ୍ ବ୍ରିଦିଂ କରିବା ବା ଆପଣଙ୍କର ଯେଉଁଟା କପାଳଭାତି। ଏବଂ କପାଳଭାତିର ମଧ୍ୟ ତାର ଇମ୍ପ୍ରୋଭାଇଜ୍ ଭର୍ସନ୍ ଯେଉଁଟାକି ମୁଁ ମଧ୍ୟ ଶିଖେଇବି ଆପଣଙ୍କୁ, ଯେଉଁଟାକି ଡବଲ କପାଳଭାତି ବା ଟ୍ରିପଲ୍ କପାଳଭାତି ଅଛି, ସେଥିରେ ମଧ୍ୟ ଆପଣଙ୍କ ବଡି ବହୁତ ଶୀଘ୍ର ଏୟାର ଏଲିମେଣ୍ଟର ବାଲାନ୍ସ ଆସିଯିବ। ବିଶେଷ କରି ଭସ୍ତ୍ରିକା ପ୍ରାଣାୟାମ ଯେଉଁଟା କରନ୍ତି, ଭସ୍ତ୍ରିକା ପ୍ରାଣାୟାମ ଆପଣମାନେ ଜାଣିଥିବେ, ଯେଉଁଟାକି ମୁଁ ମଧ୍ୟ ପ୍ରାକ୍ଟିସ୍ କରାଇବି। ଆମର ଗୋଟେ କ୍ଲାସ୍ କେବଳ ରହିବ ଖାଲି ପ୍ରାଣାୟାମ ଉପରେ, ଯେଉଁଟାକି ନେକ୍ସଟ ଅପକମିଂ ବୁଧବାର କି ଗୁରୁବାର ନିଆଯିବ। ତ ସେଦିନ ପ୍ରାଣାୟାମ ପୁରା ଶିଖା ହେବ। ତ ଭସ୍ତ୍ରିକା ପ୍ରାଣାୟାମ କଲେ ମଧ୍ୟ ସେଥିରେ ଏୟାର ଏଲିମେଣ୍ଟର ବାଲାନ୍ସ ଆସିଯିବ। ଏବଂ ନର୍ମାଲି ଯଦି ଆପଣ କିଛି କରିପାରୁନାହାନ୍ତି, ଜଷ୍ଟ ଟେକ୍ ଡିପ୍ ବ୍ରିଦିଂ, ନର୍ମାଲ ଡିପ୍ ବ୍ରିଦିଂ କରିବେ, ବ୍ରେଥ୍ ହୋଲ୍ଡ କରିବେ ଏବଂ ପୁଣି ନିଶ୍ୱାସ ଛାଡ଼ିବେ। ସେଥିରେ ମଧ୍ୟ ଆପଣଙ୍କର ଏୟାର ଏଲିମେଣ୍ଟର ବାଲାନ୍ସ ଆସିଯିବ। ଏବଂ ତାପରେ ଆସିଲା ସ୍ପେସ୍ ବା ୟୁନିଭର୍ସ ବା ଆକାଶ। ଆମ ଭିତରେ ଗୋଟେ ଆକାଶ ଏଲିମେଣ୍ଟ ଅଛି, ଆକାଶିକ ଏଲିମେଣ୍ଟ ଅଛି ବା ଗୋଟେ ୟୁନିଭର୍ସ ଏଲିମେଣ୍ଟ ଅଛି, ଯେଉଁଟା ପଞ୍ଚଭୂତ ବା ପଞ୍ଚତତ୍ଵର ଗୋଟେ ପାର୍ଟ। ଏବଂ ତାକୁ କେମିତି ବାଲାନ୍ସ ଆମେ କରିବୁ ନା ସେଥିପାଇଁ ଆମର ଅଛି ଯେ ଆମେ ଶୋ ଗ୍ରାଟିଚ୍ୟୁଡ୍ ଟୁ ଦ ୟୁନିଭର୍ସ। ଆଗରୁ ସେଇଟା ସୂର୍ଯ୍ୟ ନମସ୍କାର କରାଯାଏ, ଯେଉଁ ସୂର୍ଯ୍ୟଙ୍କୁ ନମସ୍କାର କରାଯାଏ, ସେ ସୂର୍ଯ୍ୟ ନମସ୍କାର କରିବାର ଉଦ୍ଦେଶ୍ୟ ହେଉଛି ଆମ ଭିତରେ ଯେଉଁ ଆକାଶିକ ବା ଇଥର ଏଲିମେଣ୍ଟ ଯେଉଁଟା ଅଛି, ଆକାଶ ତତ୍ଵ ବା ଇଥର ଏଲିମେଣ୍ଟ ଯେଉଁଟା ଅଛି, ସେଇଟା ବାଲାନ୍ସ ଆସେ। ତ ସେଥିପାଇଁ ଆମ ପୂର୍ବପୁରୁଷମାନେ ସୂର୍ଯ୍ୟ ନମସ୍କାରଟାକୁ ଗୋଟେ ବିଧି ରଖିଥିଲେ, ଯେ ସୂର୍ଯ୍ୟ ନମସ୍କାର କଲେ ଆମ ଭିତରେ ଯେଉଁ ଆକାଶ ଏଲିମେଣ୍ଟ ତାର ବାଲାନ୍ସ ଆସିବ। ତେଣୁ ଏଇ ଯେଉଁ ପଞ୍ଚଭୂତ ଅଛି, ପଞ୍ଚଭୂତ ବା 5 ଏଲିମେଣ୍ଟ ଅଛି, ଏ 5 ଏଲିମେଣ୍ଟ ବାଲାନ୍ସ ବହୁତ ଜରୁରୀ। ତ ତାକୁ ଆମେ ଟିକେ ପ୍ରାକ୍ଟିସ୍ କରିବା ଏବଂ ଏଟା ଫିଜିକାଲ ଡିଟକ୍ସିଫିକେସନ, ଏଟା ଗୋଟେ ଇମ୍ପୋର୍ଟାଣ୍ଟ ପାର୍ଟ। ଏ ଏବଂ ଯୋଉ ଆକାଶ ତତ୍ଵ ପାଇଁ କେବଳ ସୂର୍ଯ୍ୟ ନମସ୍କାର ହିଁ ଗୋଟେ ବାଟ। କେବଳ ସୂର୍ଯ୍ୟ ନମସ୍କାର ଗୋଟିଏ ବାତ। ତା ସହିତ ଯଦି ଆପଣ ଚକ୍ର ଧ୍ୟାନ କରୁଛନ୍ତି, ଆପଣଙ୍କର ଯେଉଁ ବିଶୁଦ୍ଧି ଚକ୍ର ଇଜ ଦ ଏଲିମେଣ୍ଟ ଅଫ ୟର ଆକାଶ ତତ୍ଵ। ଆପଣ ବିଶୁଦ୍ଧି ଚକ୍ରକୁ ଧ୍ୟାନ କଲେ, ଯେଉଁଟା ଆମର ଥ୍ରୋଟରେ ଅଛି, ସେଥିରେ ମଧ୍ୟ ଆପଣଙ୍କର 5 ଏଲିମେଣ୍ଟ ବାଲାନ୍ସରେ ଆସିଯିବ। ଆମର ଯେଉଁ 5ଟା ଚକ୍ର ଅଛି, ବେସ୍ର ହେଲା ମୂଳାଧାର ଚକ୍ର। ମୂଳାଧାର ଚକ୍ରଟା ହେଉଛି ଆମର ପୃଥିବୀ ତତ୍ଵ। ଏବଂ ତା ଉପରକୁ ଆସିଲା ସ୍ୱାଧିଷ୍ଠାନ ଚକ୍ର। ସ୍ୱାଧିଷ୍ଠାନ ଚକ୍ରଟା ହେଉଛି ଜଳ ତତ୍ଵ।
ତାପରେ ମଣିପୁର ଚକ୍ର ଆସିଲା। ମଣିପୁର ଚକ୍ର ଯୋଉଟା ନାଭାଲ ଜଷ୍ଟ ଟିକେ ଉପରକୁ, ମଣିପୁର ଚକ୍ର ଯୋଉଟା ସେଟା ହଉଛି ଅଗ୍ନି ତତ୍ତ୍ୱ। ତାପରେ ଅନାହତ, ଅନାହତ ଚକ୍ର ଯୋଉଟା ଆମର ହାର୍ଟରେ ରହିଲା, ଯୋଉଟା ଅନାହତ ହାର୍ଟରେ ରହିଲା, ସେଟା ରହିଲା ଆପଣଙ୍କର ବାୟୁ ତତ୍ତ୍ୱ। ଏବଂ ଲାଷ୍ଟକୁ ରହିଲା ଯୋଉଟା ଆମର ଥ୍ରୋଟରେ ଯୋଉଟା ରହିଲା ଆମର ବ୍ଲୁ କଲର, ବ୍ଲୁ କଲରର ଯୋଉଟା ରହିଲା ଆମର ବିଶୁଦ୍ଧି ଚକ୍ର, ସେଟା ହଉଛି ଆକାଶ ଏଲିମେଣ୍ଟ। ତ ଯେତେବେଳେ ଆମେ ଚକ୍ର ମେଡିଟେସନ ବି କରୁଛୁ, ଯୋଉଟାକି ଆଜି ହିଁ କରିବା, ଆଜି ଚକ୍ର ମେଡିଟେସନଟା ହିଁ କରିବା, ତ ଚକ୍ର ମେଡିଟେସନ କଲେ ବି ଆପଣଙ୍କର 5 ଏଲିମେଣ୍ଟ ବାଲାନ୍ସ ଆସିଯିବ। ଏବଂ ଫିଜିକାଲ ଡିଟକ୍ସିଫିକେସନରେ 5 ଏଲିମେଣ୍ଟ ବାଲାନ୍ସ ରହିଲା, ଏବଂ ତା ସହିତ ରହିଲା ଆପଣଙ୍କର କିଛି ଗୁଡ଼ାଏ ଥେରାପି, ଯେମିତି ଆମର ନେତି, ଧୌତି, ବସ୍ତି। ବସ୍ତିଟା ହେଉଛି ଆପଣଙ୍କର ଯୋଉଟା ହେଉଛି ଏନିମା ଥେରାପି। ଧୌତିଟା ହେଉଛି ଯୋଉଟା ଆପଣଙ୍କର ଅପର ଜିଆଇ ଟ୍ରାକ୍ଟ କ୍ଲିନିଂ, ଯୋଉଟା ବମନ ଧୌତି, ଯୋଉଟା ପାଣି ପିଇକି ବାନ୍ତି ଇଣ୍ଡ୍ୟୁସ୍ କରାଇବା, ଭମିଟିଂ ଇଣ୍ଡ୍ୟୁସ୍ କରିବା। এটা ଭେରି ସିମ୍ପଲ୍ ପ୍ରୋସିଡିଓର, ସେମିତି ବହୁତ କିଛି କଷ୍ଟ ନୁହଁ। ଆପଣ ଖାଲି ଗୋଟେ ମେଣ୍ଟାଲି ପ୍ରିପାରେସନ୍ ଦରକାର ଯେ ମୁଁ ସକାଳୁ ଖାଲି ପେଟରେ 6ରୁ 7 ଗ୍ଲାସ୍ ପାଣି ପିଇବା, ଏବଂ ଯେଉଁ ଆମର ଇଣ୍ଡିଆନ୍ ପାଇଖାନା ପୋଜ୍ ଯେଉଁଠି ଆଣ୍ଠୁକୁ ମାଡ଼ିକି ପେଟକୁ ଚାପିକି ବସିବା, ବସିକି ପାଣି ପିଇବା, ଏବଂ ତାପରେ ଦୁଇଟା ଆଙ୍ଗୁଳି, ଆମର ଦୁଇଟା ଆଙ୍ଗୁଳିକୁ ଜିଭ ମୂଳରେ ରଖିବା। ଜିଭ ମୂଳରେ ରଖିଲେ ସେ ପାଣିଟା ବାହାରି ଆସିବ, ଏବଂ ସେଥିରେ ଆପଣଙ୍କର ଅପର ଜିଆଇ ଟ୍ରାକ୍ଟଟା କ୍ଲିନ୍ ହେଇଯିବ, ଅର୍ଥାତ୍ ଷ୍ଟୋମାକ୍ ଡିଓଡେନମ୍ ଯାଏ, ଯେଉଁଟା ଅପର ଜିଆଇ ଟ୍ରାକ୍ଟ କୁହାଯାଏ, ସେଇଟା କ୍ଲିନ୍ ହେଇଯିବ। ଏବଂ ସେଇଟା କୁହାହେଉଛି ଧୌତି, ବମନ ଧୌତି, ବା ତାକୁ କୁଞ୍ଜଳ କ୍ରିୟା ମଧ୍ୟ କହନ୍ତି। ତେଣୁ ସେଟା ମଧ୍ୟ ଆମର ଆସିଲା ଫିଜିକାଲ ଡିଟକ୍ସିଫିକେସନର ଗୋଟେ ଇମ୍ପୋର୍ଟାଣ୍ଟ ପାର୍ଟ। ଏବଂ ତାପରେ ଆସିଲା ଜଳନୀତି। ଜଳନୀତିଟା ଆପଣମାନେ ଯଦି କଲେ, ସେଥିରେ ଆପଣଙ୍କ ସାଇନସ୍ କ୍ଲିନ୍ ହେବ, ଆପଣଙ୍କର ଆଖି କ୍ଲିନ୍ ହେବ, ଆପଣଙ୍କର ଇୟର କ୍ଲିନ୍ ହେବ, ଯେଉଁଟାକି ମୁଁ କ୍ଲାସ୍ରେ ମଧ୍ୟ ବୁଝେଇଥାଏ ଯେ ଆମର ଯେଉଁ ଫ୍ୟାରିଙ୍ଗ୍ସଟା ଅଛି, ନାକ ପଛପଟେ ଯେଉଁ ନୋଜ୍ ନାଜାଲ ଫ୍ୟାରିଙ୍ଗ୍ସ ଅଛି, ସେଟା କାନରୁ ଗୋଟେ କନେକ୍ସନ୍ ଅଛି, ଆଖିରୁ ଗୋଟେ କନେକ୍ସନ୍ ଅଛି, ଏବଂ ଆମର ଲ୍ୟାରିଙ୍ଗ୍ସରୁ କନେକ୍ସନ୍ ଅଛି। ତ ଯେତେବେଳେ ଆମେ ଜଳନୀତି କରୁଛୁ, ସେ ଭିତର ବି ଯେତେ ସବୁ ଆମ ଟ୍ରାକ୍ଟ ଗୁଡ଼ା ଅଛି, ସେଗୁଡ଼ା ସବୁ ଓପନ୍ ହେଇଯିବ। ଓପନ୍ ହେଲେ ସେ ସବୁ କ୍ଲିନ୍ ହେବ, ଆଖି ବି କ୍ଲିନ୍ ହେଉଛି। ଜଳନୀତି କଲେ ଆଖି ମଧ୍ୟ କ୍ଲିନ୍ ହେବ, କାନ କ୍ଲିନ୍ ହେବ, ନାକ କ୍ଲିନ୍ ହେବ, ଏବଂ ଥ୍ରୋଟ୍ଟା ପୁରା କ୍ଲିନ୍ ହେବ। ଫିଜିକାଲ ଡିଟକ୍ସିଫିକେସନରେ ଏଇଗୁଡ଼ା ହେଉଛି ବହୁତ ଇମ୍ପୋର୍ଟାଣ୍ଟ ଜିନିଷ। ଏବଂ ତାପରେ ଆସିଲା ଆମର ଯେଉଁ ଆସିଲା ମେଣ୍ଟାଲ ଡିଟକ୍ସିଫିକେସନ, ମାଇଣ୍ଡକୁ ଆମେ କେମିତି ଡିଟକ୍ସ କରିବା। ସୋ ଫିଜିକାଲ ଡିଟକ୍ସିଫିକେସନ ଆମେ ଜାଣିଲୁ କିଛି କିଛି, ଯୋଉଟା 5 ଏଲିମେଣ୍ଟ ବାଲାନ୍ସ କରିବା, ବା କିଛିଟା ଥେରାପି ନେବା, ଯେମିତି ଆମେ ଯେଉଁ ଲୁଣ ପାଣି ଉଷୁମ ପାଣିରେ ଗୋଡ଼ ବୁଡ଼େଇକି ରଖିବା, ଦ୍ୟାଟ୍ ଇଜ୍ ଅଲସୋ ପାର୍ଟ ଅଫ୍ ଫିଜିକାଲ ଡିଟକ୍ସିଫିକେସନ। ବା ଇଣ୍ଟରମିଟେଣ୍ଟ ଫାଷ୍ଟିଂ କରିବା, ଫାଷ୍ଟିଂ କରିବା, ସେଟା ମଧ୍ୟ ପାର୍ଟ ଅଫ୍ ଫିଜିକାଲ ଡିଟକ୍ସିଫିକେସନ। ଏବଂ ତାପରେ ଆସିଲା ଆମର ମେଣ୍ଟାଲ ଡିଟକ୍ସିଫିକେସନ। ମେଣ୍ଟାଲ ଡିଟକ୍ସିଫିକେସନ କେମିତି କରିବା ନା, ଫାଷ୍ଟ ହେଉଛି ପ୍ରାକ୍ଟିସିଂ ଗ୍ରାଟିଚ୍ୟୁଡ୍ ଆଣ୍ଡ କମ୍ପାସନ୍। ଆମକୁ ଗ୍ରାଟିଚ୍ୟୁଡ୍ ଆଉ କମ୍ପାସନ୍ ପ୍ରାକ୍ଟିସ୍ କରିବା ପାଇଁ ପଡ଼ିବ। ସବୁଦିନ ସକାଳୁ ଆମେ ଭଗବାନ ଯାହା ଦେଇଛନ୍ତି ସେଥିପାଇଁ ଏକ୍ନୋଲେଜ୍ କରିବା। ଆମେ କ'ଣ କି ବହୁତ ସମୟରେ ବହୁତ ଜିନିଷ ଆମ ପାଖରେ ଥାଏ, କିନ୍ତୁ ଆମେ ଏକ୍ନୋଲେଜ୍ କରୁନା, ହେଲା କି? ଆମେ ଭାବୁ ଯେ ତାର ଏଇଟା ଅଛି, ମୋର ଏଇଟା ନାହିଁ। ଆମେ ସବୁବେଳେ ଅଭାବଟାକୁ ଲକ୍ଷ୍ୟ ରଖୁ, କିନ୍ତୁ ଯାହା ଥାଏ ତାକୁ ଲକ୍ଷ୍ୟ ରଖୁନା। ହେଲା, 2 ଗୋଡ଼ 2 ହାତ ଦେଇଛନ୍ତି, ହେଲା କି, 2 ଆଖି ଦେଇଛନ୍ତି। ବହୁ ଜଣଙ୍କୁ ଭଗବାନ ଜନ୍ମରୁ ଅନ୍ଧ କରିଦିଅନ୍ତି। ଭଗବାନ ବହୁ ଜଣଙ୍କୁ ମାନେ ଜନ୍ମରୁ ଗୋଡ଼ ଦୁର୍ବଳ ହେଇଯାଏ, ଚାଲିପାରନ୍ତିନି, ହାତ ଦୁର୍ବଳ ହେଇଯାଏ, ଚାଲିପାରନ୍ତିନି। ଆମେ ବି ବହୁତ ପେସେଣ୍ଟକୁ ଦେଖୁ ଯେ ଗୋଟେ ଗୋଡ଼ କାମ କରୁଥିବ, ଆଉ ଗୋଟେ ଗୋଡ଼ କାମ କରୁନଥିବ। ତେଣୁ ସେ ଦୃଷ୍ଟିରୁ ଦେଖିବା ପାଇଁ ହେଲେ ଆପଣଙ୍କ ପାଖରେ ଗୋଟେ ଭଲ ଫିଜିକାଲ ବଡି ଦେଇଛନ୍ତି, ଗୋଟେ ମାଇଣ୍ଡ ଦେଇଛନ୍ତି, ଗୋଟେ ଇଣ୍ଟେଲିଜେନ୍ସ ଦେଇଛନ୍ତି, ଗୋଟେ ଟ୍ୟାଲେଣ୍ଟ ଦେଇଛନ୍ତି, ରହିବା ପାଇଁ ଘର ଦେଇଛନ୍ତି, ଖାଇବା ପାଇଁ ଖାଦ୍ୟ ଦେଉଛନ୍ତି, ଜଳ ଦେଉଛନ୍ତି, ବାୟୁ ଦେଉଛନ୍ତି। ତେଣୁ ଆମେ ଗ୍ରାଟିଚ୍ୟୁଡ୍ ଦେଖେଇବା ଯେ ଭଗବାନ ଆମକୁ ମଣିଷ ଜନ୍ମ ଦେଇଛନ୍ତି, ଏବଂ ମଣିଷ ଜନ୍ମ ଦେଇକି ସବୁ ପ୍ରକାର ସୁଖ ସୁବିଧା ମଧ୍ୟ ଦେଇଛନ୍ତି। ତ ଯେତେ ଆମେ ଗ୍ରାଟିଚ୍ୟୁଡ୍ ପ୍ରାକ୍ଟିସ୍ କରିବା ନା, ଆମ ମାଇଣ୍ଡରୁ ଅଲ୍ ନେଗେଟିଭ୍ ଜିନିଷ ଧୀରେ ଧୀରେ ପଳେଇଯିବ। ଦେନ୍ କମ୍ପାସନ୍, ପ୍ରାକ୍ଟିସିଂ କମ୍ପାସନ୍, ଅର୍ଥାତ୍ ସମସ୍ତଙ୍କ ପାଇଁ ପ୍ରାର୍ଥନା କରିବା ଯେ ସମସ୍ତେ ଭଲରେ ରୁହନ୍ତୁ, ସମସ୍ତେ ଖୁସିରେ ରୁହନ୍ତୁ, ସମସ୍ତେ ଆନନ୍ଦରେ ରୁହନ୍ତୁ। ଏବଂ ଏଥିରେ ଆମକୁ କିଛି ପଇସା ପଡ଼ିବନି। ସମସ୍ତେ ଖୁସିରେ ରହିଲେ ଆମର କ'ଣ କ୍ଷତି ହେଇଯିବ? ତେଣୁ ସମସ୍ତେ ଆନନ୍ଦରେ, ତ ଏଟାକୁ ମାଇଣ୍ଡରୁ ଯେତେବେଳେ ଆମେ ହାର୍ଟରୁ ଯେତେବେଳେ ଏଟାକୁ କାଢ଼ିବା ନା, ଯେମିତି ନ୍ୟୁଟନଙ୍କ ରୁଲ୍ କହୁଛି ଯେ ଏଭ୍ରି ଆକ୍ସନ୍ ହେଜ୍ ସେମ୍ ଆଣ୍ଡ ଅପୋଜିଟ୍ ରିଆକ୍ସନ୍। ଯେତେବେଳେ ଆମେ ଗୋଟେ ପଜିଟିଭ୍ ଏନର୍ଜି ଆମ ଭିତରୁ କାଢ଼ୁଛୁ ବାହାରକୁ, ଦ ହୋଲ୍ ୟୁନିଭର୍ସ ଇଜ୍ ଅଲସୋ
work positively towards us. ଏବଂ ଏଥିରେ ମିରାକିଲ୍ସ ହେଇଛି ଯେ ଆପଣ ଯେତେବେଳେ ପଜିଟିଭ ପ୍ରେୟାର ସମସ୍ତଙ୍କ ପାଇଁ କରୁଛନ୍ତି, ଆପଣଙ୍କ ପାଇଁ ମଧ୍ୟ ଆପଣଙ୍କର ଛୋଟ ଯେଉଁଟା ବଡ଼ ବଡ଼ ପ୍ରୋବ୍ଲେମ୍ ବହୁତ ସହଜରେ ସେଇଟା ପାସ୍ ହେଇଯିବ, ସଲ୍ୟୁସନ୍ ହେଇଯିବ, ସମାଧାନ ହେଇଯିବ ଆପଣଙ୍କର ସାଙ୍ଗେ ସାଙ୍ଗେ। କାହିଁକିନା ଆପଣ ସମସ୍ତଙ୍କର ମଙ୍ଗଳ ଚିନ୍ତା କରୁଛନ୍ତି, ତେଣୁ ଆପଣ ହୋଲ୍ ୟୁନିଭର୍ସ ମଧ୍ୟ ଆପଣଙ୍କ ମଙ୍ଗଳ ଚିନ୍ତା କରିବ। ତ ପଜିଟିଭ ଏନର୍ଜି ଇନଭୋକ୍ କରିବା। ପଜିଟିଭ ଏନର୍ଜି ଇନଭୋକ୍ କ'ଣ? ଏଇଟା ହେଲା ଗ୍ରାଟିଚ୍ୟୁଡ୍ ପ୍ରାକ୍ଟିସ୍, କମ୍ପାସନ୍ ପ୍ରାକ୍ଟିସ୍। ତାପରେ ଯେଉଁ ହିଲିଂ ମେଡିଟେସନ୍ ଆମେ କରିବୁ ସେଟା ମଧ୍ୟ ପଜିଟିଭ ଏନର୍ଜି। ଏବଂ ପଜିଟିଭ ଏନର୍ଜି ଯେଉଁ ଜାଗା ଗୁଡ଼ା ସେ ଜାଗାକୁ ଆମେ ଯିବା। ପଜିଟିଭ ଏନର୍ଜି ଜାଗା କେଉଁଠି ନା ଯେଉଁଠି ଭଗବାନଙ୍କର ପୂଜା ହେଉଛି, ଆଳତୀ ହେଉଛି, ଗୋଟେ ଶିବ ମନ୍ଦିର ହେଉ, ଗୋଟେ ଚଣ୍ଡୀ ମନ୍ଦିର ହେଉ, ବା ମାଆଙ୍କ ମନ୍ଦିର ହେଉ, କାଳୀ ମନ୍ଦିର ହେଉ, ଯେଉଁଠି ଡେଲି ମାଆଙ୍କର ଆରାଧନା ହେଉଛି ବା ଭଗବାନଙ୍କର ଆରାଧନା ହେଉଛି, ସେ ଜାଗାଟା ଗୋଟେ ପଜିଟିଭ ଏନର୍ଜି ଜାଗା। ତ ସେ ଜାଗାରେ ଆମେ କିଛି ସମୟ ବସିବା ସେଠି। ଆମେ ୱିଲ୍ ନଟ୍ ଗୋ ଆଣ୍ଡ ଦର୍ଶନ କରି ସାଙ୍ଗେ ସାଙ୍ଗେ ପଳେଇ ଆସିବାନି। ଆମେ ଯଦି ସେଠି କିଛି ସମୟ ବସିବା, ଦ୍ୟାଟ୍ ପଜିଟିଭ ଏନର୍ଜିଟାକୁ ଆମେ ଆଟ୍ରାକ୍ଟ କରିବା ଏବଂ ସେ ପଜିଟିଭ ଏନର୍ଜି ଆମ ଭିତରେ ନେଗେଟିଭ ଜିନିଷ ଗୁଡ଼ାକୁ କାଟିଦେବ। କାହିଁକିନା ଏଭ୍ରି ମୋମେଣ୍ଟ ଆମ ଭିତରେ ହିଁ ପଜିଟିଭ ଆଉ ନେଗେଟିଭିର ଲଢ଼େଇ ଚାଲିଛି। ଗୋଟେ ମୁହୂର୍ତ୍ତରେ ଆମ ଭିତରେ ଲୋଭ ଆସୁଛି, କାମ ଆସୁଛି, ଆଉ ଗୋଟେ ମୁହୂର୍ତ୍ତରେ ମଧ୍ୟ ଆମ ଭିତରେ ଗୋଟେ ସକାରାତ୍ମକ ଚିନ୍ତା ବି ଆସୁଛି। ଏ ଲଢ଼େଇଟା ହେଉଛି ଜୀବନ, ଆଉ କିଛି ନାହିଁ। ଆମେ ଜୀବନ ସାରା ଛୋଟବେଳୁ ଆଜି ଯାଏଁ ସେ ଲଢ଼େଇ ଆପଣମାନେ ବି ଲଢ଼ୁଛନ୍ତି, ମୁଁ ବି ଲଢ଼ୁଛି, ସମସ୍ତେ ଲଢ଼ୁଛୁ। ତେଣୁ ସେଇ ନେଗେଟିଭଟାକୁ ସପ୍ରେସ୍ କରିବା ଏବଂ ପଜିଟିଭଟାକୁ ଉପରକୁ ଉଠେଇବା, ହେଲା କି? ପୁରା ପୁରା ପଜିଟିଭ ହେଇଗଲେ ତ ଆମେ ଭଗବାନ ହେଇଯିବା, ସେମିତି ତ ହବନି। ଆମେ ମଣିଷ ମାନେ ଆମ ଭିତରେ ନକାରାତ୍ମକ ଚିନ୍ତା ଆସିବ, ନେଗେଟିଭ ଥଟ୍ସ ଆସିବ, ଏବଂ ସେଇଟାକୁ ବାଲାନ୍ସ କରିବା ହିଁ ଲାଇଫ୍। ଯିଏ ଯେତେ ବାଲାନ୍ସ କରିପାରିଲା ସେ ସେତେ ସକ୍ସେସଫୁଲ୍, ସେତେ ଉପରକୁ ସେ ଯିବ। ତ ସେଥିପାଇଁ ଆମକୁ ଯେତେବେଳେ ଗୋଟେ ଏନର୍ଜେଟିକ୍ ପ୍ଲେସ୍, ଆମେ ଏଟଲିଷ୍ଟ ଗୋଟେ ଦିନ ପାଇଁ ଗୋଟେ ଦିନରେ ଏଟଲିଷ୍ଟ 15 ମିନିଟ୍ ବା 20 ମିନିଟ୍ ହଉ ଗୋଟେ ମନ୍ଦିରରେ ଯାଇ ବସିବା, ବା ଆମର ଗୋଟେ ଘର ଗୋଟେ ଜାଗା ଡେଡିକେଟେଡ୍ ରଖିବା, ଯେଉଁ ଜାଗାରେ ଆମେ ଠାକୁରଙ୍କୁ ପୂଜା କରୁ, ଦୀପ ଜାଳୁ, ଧୂପଟେ ଜାଳୁ ବା ଝୁଣା ଦେଉ, ସେ ଜାଗାରେ ଆମେ କିଛି ସମୟ ଯାଇ ବସିବା। ପ୍ରାର୍ଥନା ଦରକାର ନାହିଁ, ଆପଣ ଚୁପଚାପ ଖାଲି ବସିବା ଦରକାର। ବସିଲେ ୟୁ ଆଟ୍ରାକ୍ଟ ଏନର୍ଜି। ଆପଣ ଯେଉଁ ଜଗନ୍ନାଥ ମନ୍ଦିର ଯାଆନ୍ତୁ, ଆପଣଙ୍କର ଗୋଟେ ଆଦତ ଥିବ ଖାଲି ଜଗନ୍ନାଥ ଦର୍ଶନ ହେଇଗଲା ପଳେଇ ଆସ। ଆପଣ ସେଠି ଦର୍ଶନ ହେଇଗଲା ପରେ କିଛି ସମୟ ସେ କୋଣରେ ଯାଇ ବସିବେ। ତେଣୁ ଜଗନ୍ନାଥ ମନ୍ଦିର କ'ଣ ସେଟା, ସେଠି କାହିଁକି ଏତେ ଲୋକ ଯାଉଛନ୍ତି? କାରଣ ସେଠି ସେ ଏନର୍ଜି ଅଛି, ଲୋକଙ୍କୁ କାହିଁକି ଭଲ ଲାଗୁଛି? ବିକଜ ଲୋକଙ୍କର ନେଗେଟିଭ ଏନର୍ଜି ସେଟା ସେଟା ସେ ଜାଗାଟା ନେଇଯାଉଛି ଏବଂ ଲୋକଙ୍କୁ ପଜିଟିଭ ଏନର୍ଜି ଦେଉଛି। ତ ସେଥିପାଇଁ ଲୋକ ସେଠିକି ଯାଉଛନ୍ତି ଏବଂ ସେଠି ଯାଇକି ଦର୍ଶନ କରୁଛନ୍ତି। ତ ସେଠି ଆମେ କିଛି ସମୟ ଯଦି ବସିବା, ଆମେ ସେ ସକାରାତ୍ମକ ଏନର୍ଜିଟାକୁ ଇନଭୋକ୍ କରିବା ବା ଆମ ଭିତରକୁ ସେ ଏନର୍ଜିଟା ପଶିବ ଏବଂ ଆମ ଭିତରେ ଯେଉଁ ନେଗେଟିଭ ଜିନିଷ ଅଛି ସେ ଜିନିଷଟା ପଳେଇଯିବ। ତ ସେଥିପାଇଁ ଏ ବହୁତ ଜରୁରୀ ଯେ ଆମ ମେଣ୍ଟାଲ ଡିଟକ୍ସ ହେବା ବହୁତ ଜରୁରୀ। ଏବଂ ତାପରେ ସୋଲ୍ ଡିଟକ୍ସ ଅଛି। ସୋଲ୍ ଡିଟକ୍ସ ଯେଉଁଟା ଆମେ ପ୍ରାଣିକ ହିଲିଂ କରୁ, ହିଲିଂ ମେଡିଟେସନରେ ମଧ୍ୟ ସୋଲ୍ ଡିଟକ୍ସ ହେବ ଏବଂ କାର୍ମିକ କ୍ଲିୟରାନ୍ସ ହେବ। ଯେଉଁଟା ଚକ୍ରରେ ଆପଣ ବ୍ଲକେଜ୍ ରହୁଛି, ମୂଳାଧାର ଚକ୍ରରେ ବ୍ଲକେଜ୍ ରହିବ, ସ୍ୱାଧିଷ୍ଠାନ ଚକ୍ରରେ ମେନ୍ ହେଉଛି ଆମର ମୂଳାଧାର ଏବଂ ସ୍ୱାଧିଷ୍ଠାନ ଚକ୍ର, ଯେଉଁଟା ହେଉଛି ଆମର ଫିଜିକାଲ ନିଡ୍ ଉପରେ ଡିପେଣ୍ଡ କରୁଛି। ଆମର କାମ, କ୍ରୋଧ, ସେଗୁଡ଼ା ସେଇ ଜାଗାରେ ବ୍ଲକେଜ୍ ରହୁଛି। ତ ତାକୁ ଯେତେ ଆମେ ମେଡିଟେସନ୍ କରିବା, ଯେତେ ଇନଭୋକ୍ କରିବା, ସେଗୁଡ଼ା ଧୀରେ ଧୀରେ କ୍ଲିନ୍ ହେଲେ ସୋଲ୍ କ୍ଲିନିଂ ହେବ, ସୋଲ୍ ଲେଭେଲରେ କ୍ଲିନିଂ ହେବ। ତ ସେଥିପାଇଁ ବହୁତ ଜରୁରୀ ଯେ ଆମକୁ ମେଣ୍ଟାଲ ଡିଟକ୍ସ ଆଉ ଫିଜିକାଲ ଡିଟକ୍ସ ଏ ଦୁଇଟା ଜିନିଷ ଉପରେ ଗୁରୁତ୍ୱ ଦେବା ପାଇଁ ପଡ଼ିବ। ସୋ ବର୍ତ୍ତମାନ ଯଦି କିଛି କାହାର ଡାଉଟ୍ ଅଛି ପଚାରନ୍ତୁ, ନହେଲେ ଆମେ ୱିଲ୍ ଗୋ ଫର୍ ଦ ମେଡିଟେସନ୍। ଫିଜିକାଲ ଡିଟକ୍ସ, ମେଣ୍ଟାଲ ଡିଟକ୍ସ କିଛି ଯଦି ଡାଉଟ୍ ଅଛି ଯଦି ପଚାରନ୍ତୁ, ନହେଲେ ୱିଲ୍ ସୁଇଚ୍ ଟୁ ଦ ମେଡିଟେସନ୍। ସାର୍, ଆଜ୍ଞା। ଆଜିର ଆଜିର ମଣିଷ ନିଜ ଖୁସିରେ ଯେତିକି ଖୁସି ନୁହେଁ, ପର ଖୁସିରେ ବେଶୀ ଦୁଃଖୀ। ଶୁଣନ୍ତୁ, ସେଇଟା ଏଜୁକେସନ୍, ସେଇ ଏଜୁକେସନ୍ ଆମେ ଦଉଛୁ ପରା, ଯେ ପର ଖୁସିରେ ଖୁସି ହବା ଅଭ୍ୟାସ କରନ୍ତୁ। ସେଇ ସେଇଗୁଡା ଟିକେ ଆମକୁ କେମିତି ଦୂର କରିଦିଅନ୍ତୁ ନା ନା, ଆପଣ ପର ଟିକେ। ଖୁସିର ଅଭ୍ୟାସ ସେଇଟା କ'ଣ କି, ସେଥିରେ ଆଫର୍ମେସନ୍ ପ୍ରାକ୍ଟିସ୍ କରିବେ। ଅର୍ଥାତ୍ ଯିଏ ଆପଣଙ୍କର ଶତ୍ରୁ, ଆପଣ ପ୍ରଥମେ ତାର ମଙ୍ଗଳ ଚିନ୍ତା କରିବେ। ଭାଇ ମୋ ଶତ୍ରୁର ଆଗେ ମଙ୍ଗଳ ହଉ। ଆପଣ ଆଜ୍ଞା ସେଠୁ କହିବେ କାହିଁକି? ନା ପ୍ରଥମେ ଆପଣ ଶତ୍ରୁ ବୋଲି ତାକୁ କାହିଁକି ଭାବୁଛନ୍ତି? ନା କୋଉଠି ଆପଣଙ୍କ ଭିତରେ ଗୋଟେ ଜେଲସି ଅଛି, ଗୋଟେ ଗ୍ରିଡିନେସ୍ ଅଛି, ଗୋଟେ ଆଜ୍ଞା ଲୋଭ ଅଛି, ଗୋଟେ କିଛି ପାଇବାର ଆଶା ଅଛି। ସେଥିପାଇଁ ଆପଣ ତାକୁ ଶତ୍ରୁ ବୋଲି ଭାବୁଛନ୍ତି, ଆଜ୍ଞା। ବୁଝିଲେ କି? ତ ସେଇଟା ମୋର ତା କିଏ ଗୋଟେ ଯୋଗୁ ପଲିଟିକାଲ ଏନିମି ଯଦି ତାର ମଙ୍ଗଳ ଚାହିଁବି ସେ ଏମଏଲଏ ହେଇଯିବ, ମୁଁ ବୁଲୁଥିବି। ହବ କେମିତି? ନା ନା, ପୋଷ୍ଟ କଥା ଅଲଗା, ପୋଷ୍ଟ କଥା ଅଲଗା। ସିଏ ଭଲରେ ରହୁ, ଖୁସିରେ ରହୁ, ଆନନ୍ଦ ରହୁ, ଏତିକି ତ ଚିନ୍ତା କରିପାରିବା ନା। ଆଜ୍ଞା ଆଜ୍ଞା। ସୁସ୍ଥ ରହୁ, ସୁସ୍ଥ ରହୁ, ସେତିକି ତ ଚିନ୍ତା କରିପାରିବା ନାହିଁ ଯେ ହ୍ୟୁମାନିଟି
ମଣିଷ ଆଜ୍ଞା ଆଜ୍ଞା ମନୁଷ୍ୟ ଇଏରେ ହ୍ୟୁମାନିଟି ଗ୍ରାଉଣ୍ଡରେ ତ ଆମେ ଜଣକୁ ଚିନ୍ତା କରିପାରୁନା ଯିଏ ମୋର ଅନିଷ୍ଟ କରୁ ସେ ଆଟଲିଷ୍ଟ ସୁସ୍ଥ ରହୁ। ସାର୍ ତେଣୁ ସୁସ୍ଥ ଚିନ୍ତା କରିବ ନା, ଆଟଲିଷ୍ଟ ସେ ସୁସ୍ଥ ରହୁ, ଖୁସିରେ ରହୁ। ସାର୍ ସାର୍ ହେଲା କି ଆପଣ ଯାହାକୁ ଯେତେ ଶତ୍ରୁ କହିଲେ ମଧ୍ୟ ଆମେ କ'ଣ କି ଆମେ ସମସ୍ତେ ଇଣ୍ଟରନାଲି କନେକ୍ଟେଡ୍। ସାର୍ ହେଲା କି ଆମେ ଗୋଟେ ଦୂରରେ ଗୋଟେ ଲୋକଙ୍କୁ ଜାଣୁନାହୁଁ, କିନ୍ତୁ ଆକ୍ସିଡେଣ୍ଟ ଯଦି ତାଙ୍କର ହେଉଛି ଆମକୁ କଷ୍ଟ ହେଉଛି। କାହିଁକି ହେଉଛି? ବିକଜ ୟୁ ଆର୍ କନେକ୍ଟେଡ୍ ୱିଥ୍ ଇଚ୍ ଅଦର। ଆମ ଭିତରେ ଗୋଟେ ଯେଉଁ ବ୍ଲିସଫୁଲ୍ ବଡି ଯେଉଁଟା କହୁଛନ୍ତି, ଯେଉଁଟା ଭଗବାନଙ୍କର ଗୋଟେ ଏଲିମେଣ୍ଟ ଅଛି, ସେଇଟା ସମସ୍ତଙ୍କ ଦେହରେ ଅଛି। ସେଥିପାଇଁ ଯଦି ଆଜ୍ଞା ଗୋଟେ ଟ୍ରେନ୍ ଆକ୍ସିଡେଣ୍ଟ ହେଉଛି, ଆପଣ କାହାକୁ ଜାଣିନାହାନ୍ତି, ଚିହ୍ନି ନାହାନ୍ତି, କିନ୍ତୁ ଆପଣଙ୍କୁ କଷ୍ଟ ହେଉଛି ନା ହେଉନି? ଆଜ୍ଞା 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 ତେଣୁ ସେଥିପାଇଁ ଆପଣଙ୍କର ଯିଏ ଶତ୍ରୁ ବୋଲି ଆପଣ ଯାହା ଭାବୁଛନ୍ତି, ଆଉ କାଲି ତା ଦେହଟା ଖରାପ ହେଲେ ବି ଆପଣଙ୍କୁ କେବେ ଖୁସି ଲାଗିବନି, ନାଇଁ ମନ ଦୁଃଖ ହୁଏ ମନ ଆଜ୍ଞା ଦୁଃଖ ହବ। ତେଣୁ ଆପଣ ଆଜ୍ଞା ଚିନ୍ତା କରିବେ ଭାଇ ତାର ସୁସ୍ଥ ହଉ, ସିଏ ସୁସ୍ଥରେ ରହୁ, ଖୁସିରେ ରହୁ, ଆଉ ଆନନ୍ଦରେ ରହୁ। ବୁଝିଲେ କି? ତେଣୁ ସେଇ ଚିନ୍ତା ଆମେ ନିହାତି ଯେମିତି କରିବା। ତ ବର୍ତ୍ତମାନ ଆମେ ମେଡିଟେସନ କରିବା। ସାର୍ ଆଉ ମେଡିଟେସନ ପାଇଁ ପ୍ରଥମ ଜିନିଷ ହେଉଛି ଯେ ଷ୍ଟ୍ରେଟ୍ ବସିବା। ମେଡିଟେସନର ପ୍ରଥମ ନିୟମ ଷ୍ଟ୍ରେଟ୍ ବସିବା। ବର୍ତ୍ତମାନ ଗୋଟେ ମୁଦ୍ରା କରିବା। ମୁଦ୍ରା ହେଉଛି ଯେ ଆଜି ହେଉଛି ଯେମିତି ରବିବାର, ସବୁ ଡେରେ ସବୁ ଗ୍ରହଙ୍କର ପ୍ରଭାବ ଥାଏ। ଯେମିତି ଆଜି ରବିବାର, ଆଜି ରବି ଯେଉଁ ସୂର୍ଯ୍ୟଙ୍କର ପ୍ରଭାବ ଅଛି, ତ ସୂର୍ଯ୍ୟଙ୍କ ପ୍ରଭାବ ପାଇଁ ତାଙ୍କର ଗୋଟେ ମୁଦ୍ରା ଅଛି। ମୁଦ୍ରା କ'ଣ ନା ଆମର ରିଙ୍ଗ ଫିଙ୍ଗର, ଏଇଟା ଦେଖନ୍ତୁ ରିଙ୍ଗ ଫିଙ୍ଗର ଆଣ୍ଡ ଥମ୍ବ, ସରି ରିଙ୍ଗ ଫିଙ୍ଗର ଆଣ୍ଡ ଥମ୍ବ, ଏ ଦୁଇଟାକୁ ଧରିବା, ଆଉ ତିନିଟା ଏକ ଆଙ୍ଗୁଳିକୁ ସିଧା ରଖିବା। ସୋ ଦୁଇଟା ସାର୍ ଆଙ୍ଗୁଳିରେ ରିଙ୍ଗ ଫିଙ୍ଗର ଆଣ୍ଡ ଥମ୍ବ, ରିଙ୍ଗ ଫିଙ୍ଗର ଆଣ୍ଡ ଥମ୍ବ, ଏବଂ ଏଇଟାକୁ ଆମର ଲାପ ଉପରେ ରଖିବା, ଥାଇ ଉପରେ ରଖିବା। ରଖିକି ଆଖି ବନ୍ଦ କରିବା, ଆଖି ବନ୍ଦ କରିବା। କ୍ଲୋଜ ୟର ଆଇଜ୍ and invoke the positive energy of ରବି or ସୂର୍ଯ୍ୟ। ସୋ ଆଜି ଯେହେତୁ ରବିବାର ଏବଂ ସୂର୍ଯ୍ୟଙ୍କର ପ୍ରଭାବ ଅଧିକ, ତ ସୂର୍ଯ୍ୟଙ୍କୁ ଆମେ ଇନଭୋକ୍ କରିବା ଯେ ତାଙ୍କ ପଜିଟିଭ ଏନର୍ଜି ଆମ ବଡି ଭିତରେ ପଶୁ। ସୋ ଆଇ ଏମ୍ ରିସିଭିଂ ଦ ପଜିଟିଭ ଏନର୍ଜି ଅଫ୍ ସନ୍। ନିଶ୍ୱାସ ନେବା ଏବଂ ନିଶ୍ୱାସ ଛାଡ଼ିଲା ବେଳେ ଆଇ ରିସିଭଡ୍ ପଜିଟିଭ ଏନର୍ଜି ଅଫ୍ ସନ୍। ନିଶ୍ୱାସ ନେବା, I am receiving positive biomagnetic energy because that energy comes from the planet is biomagnetic. So I am receiving, ମୁଁ biomagnetic energy ସୂର୍ଯ୍ୟଙ୍କଠୁ ରିସିଭ୍ କରୁଛି ଏବଂ ନିଶ୍ୱାସ ଛାଡ଼ିଲା ବେଳେ I have already received. So do this 10 to 15 times. So 10 to 15 times ଏଇଟାକୁ ଆପଣ କରନ୍ତୁ। ଷ୍ଟ୍ରେଟ୍ ବସନ୍ତୁ, ପୁରା ଷ୍ଟ୍ରେଟ୍ ବସନ୍ତୁ, ସ୍ପାଇନ୍ ଇରେକ୍ଟ। କୁହନି କିଛି ଜାଣିନି ତ ହ୍ୱାଟ୍ସଆପ କନଫରେନ୍ସ ଭିଡ଼ିଓ ଡାଇବେଟିସ୍ ଉପରେ ଦେଖୁଛନ୍ତି ତ ତମେ ଦଉନ ସ୍ପାଇନ୍ ଇରେକ୍ଟ। So I am receiving, breathe in, I am receiving positive biomagnetic energy of sun. I received positive biomagnetic energy of sun. So 10 to 15 times କରିବା। I am receiving positive biomagnetic energy of sun. I received positive biomagnetic energy of sun. Feel the energy.
Now feel your spine, whole spine, feel the spine, close your eyes. Now imagine your base of your spine is Muladhara chakra. So Muladhara chakra is red color. Muladhara chakra color is red. So Bija mantra is long. So we'll chant long so that our Muladhara chakra will be activated or healed. Take a deep breathing, lamba nishwas nava. Then chant long. Imagine your Muladhara chakra red and just think the Muladhara chakra is red color and the chant once more the long. Take a deep breathing. Long. ଆଉ ଥରେ ଆମେ ଲଙ୍ଗ ଉଚ୍ଚାରଣ କରିବା। Now Muladhara chakra is activated. Healed. Now imagine Swadhisthana chakra. Swadhisthana chakra is just 4 fingers below your navel and just above your Muladhara chakra, the sacral area. That is called sacral chakra also. So sacral chakra, तार बीज मंत्र होची बंग. So मने मने लंबा निश्वास नवा. Then बंग उच्चारण करिवा. बंग. 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 Swadhisthana chakra is orange color. So imagine the orange color is glowing and your Swadhisthana chakra is charging and healing. Next we'll go Manipur chakra. Manipur chakra is just above our navel. Just above our navel. It is yellow color, golden yellow color. The Bija mantra is wrong. Bija mantra is wrong. So mane mane deep inhalation kariba. Wrong. Wrong. Wrong.
Now, your Manipur chakra is charged and healed. Now we'll go our Anahata chakra that is present in our heart, chest area re achi Anahata chakra. Anahata chakra is green color and Bija mantra is Jung. So, मने मने उच्चारण करवा जंग Jung. लंबा निश्वास नवा जंग जंग जंग. So green color is glowing and Anahata chakra is charging and healing. Jung. Next we'll go to the throat. That is Vishuddhi chakra and color is blue. Blue color. And Bija mantra is hung. विशुद्धि चक्र बीज मंत्र है हंग. सो लंबा निश्वास नबा आउ हंग उच्चारण करवा हंग हंग हंग. तो हमारा विशुद्धि चक्र इज चार्ज्ड एंड हील्ड. नेक्स्ट विल गो आज्ञा चक्र जोटा कि आमर पिट्यूटरी सेंटर ऑफ द ब्रेन रे अच्छी जोटी हमर पिट्यूटरी ग्लैंड अच्छी तार प्रोजेक्शन होची जोटी हमें सिंदूर बा चंदन लगो. सो सेंटर ऑफ ब्रेन को इमेजिन करवा. ब्रेन रो सेंटर रे हमर आज्ञा चक्र अच्छी एवं तार कलर होची इंडिगो. इंडिगो कलर डीप ब्लू एवं तार बीज मंत्र होची ओंग. सो लंबा निश्वास नबा आउ ओंग उच्चारण करवा 3 थर. ओम ओम ओम. Now, Agya chakra is charged and healed. Next, we'll go to the Sahasrara chakra that is situated just above our head. ଆମର ଜଷ୍ଟ ମୁଣ୍ଡର ଜଷ୍ଟ ଉପରେ କ୍ରାଉନ ଯୋଉଟା ଅଛି କ୍ରାଉନ ଏରିଆ ସେ ଜାଗାରେ ଅଛି ସହସ୍ରାର ଚକ୍ର ଯୋଉଟା ଭାଓଲେଟ କଲର and 100 petals. ଭାଓଲେଟ କଲର ଚିନ୍ତା କରିବା ଆମର ଜଷ୍ଟ ମୁଣ୍ଡ ଉପରେ ଏବଂ ତାର ବୀଜ ମନ୍ତ୍ର ବି ଓମ୍. ସୋ ଭାଓଲେଟ କଲର କୁ ଚିନ୍ତା କରିକି ଓମ୍ ଉଚ୍ଚାରଣ କରିବା. ओम ओम ओम. Now imagine all chakras in your spine are charged and healed. When you breathe in, all balls are glowing, all chakras are glowing with their color. So Muladhara chakra, red color, Swadhisthana, orange color, Manipur, golden color, Anahat, green color, Vishuddhi, blue color, Agya chakra, indigo color, and Sahasrar, violet color. So when you are breathing in, all balls or all lights are glowing, and when you breathe out, they are going to be dim. When you breathe in, all are glowing, and breathe out, they are going to be dim. Just imagine your spine.
and all chakras are glowing with your breathing. Just feel your spine, nothing else. Now imagine here all chakras are rotating with light speed. All chakras are rotating in a light speed and they are cleaning your whole body, mind, and soul. All chakras are rotating in a light speed. All chakras are rotating in light speed and cleaning your body. They are removing all impurities, all darkness, or negative thoughts, all negative emotions, all negative memory. They are deleting all painful memories, all negative memories. They are cutting all your past unnecessary memories. Detach yourself. Detach yourself with all unnecessary memory. Forgive and forget. Forgive and forget. Forgive and forget. Please forgive me. I am sorry. Thank you. I love you. Please forgive me. I am sorry. Thank you. I love you. Please forgive me. I am sorry. Thank you. I love you. Your all chakras are cleaning, charging, and healing. All chakras are rotating in a light speed. The whole universe is blessing you. All gods are blessing you. All goddesses are blessing you. All gurus, saints are blessing you. Your grandparents, parents, they are blessing you. Mother Earth is blessing you. Your parents, grandparents, they are blessing you. All gods, goddesses are blessing you. All gurus or saints, ସବୁ ଗୁରୁ ମାନେ ଆପଣଙ୍କୁ ଆଶୀର୍ବାଦ କରୁଛନ୍ତି. ଆପଣଙ୍କର all chakras are rotating and cleaning your body, healing your body. All your internal organs are healing. All your internal organs are healing. Your pancreas healing. Your lungs is healing. Your liver is healing. Your whole body is healing and charging. You are feeling fresh. You are feeling energetic. You are happy. You are healthy. Everybody surrounding is happy. Everybody surrounding you is healthy. Forgive and forget. Forgive and forget. Forgive and forget. Please forgive me. I am sorry. Thank you. I love you. Please forgive me. I am sorry. Thank you. I love you. Please forgive me. I am sorry. Thank you. I love you. Your whole spine is charged and healed. All your chakras are rotating in a light speed and cleaning your whole bodies. All your organs are charging and healing.
Forgive and forget. You are getting blessings from all gods. You are getting blessing from all goddesses. Ma Durga, Ma Lakshmi, Ma Kali, Ma Saraswati. Everybody is blessing you. All gods are blessing you. All gurus, Mahapurush, all saints are blessing you. Your parents, grandparents are blessing you. Mother Earth is blessing you. You are feeling energetic. Your whole body is charging and healing. Your whole body is charging and healing. Your whole body is charging and healing. Now come to the awareness of your physical body. Slowly, 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 open your eyes and you are fresh, energetic, and new. You are completely new person. You are completely new person. Your whole body is a new person. Your mind is completely new. You are fresh and energetic. Thank you. Thank you. Thank you.